ମୋ ନାଁ ଦେବୀ ପ୍ରସାଦ ପାଣିଗ୍ରାହୀ ଆଜ୍ଞା ଗପସାଇ। ଘଟଣା ଆଜ୍ଞା ମୁଁ ଆଜ୍ଞା ଜଷ୍ଟ ଆକ୍ସିଡେଣ୍ଟର 150 ମିଟର ଦୂରରେ ଆସୁଥିଲି ପୂର୍ବରୁ ମୁଁ ଲକ୍ଷ୍ୟ କରିଛି ପୁରା ମୁଁ ସ୍କୁଟିରେ 30 ସ୍ପିଡ଼ରେ ଆସୁଥିଲି। ମୁଁ ଦେଖିଲି ଏପଟ ରଙ୍ଗ ସାଇଡ଼୍ରୁ ଯେଉଁ ଭାଇ ଆମର ବର୍ତ୍ତମାନ ତାଙ୍କ ମୃତ୍ୟୁ ହୋଇଯାଇଛି ସେ ଭାଇ ଜଣକ ତାଙ୍କର ଆକ୍ଚୁଆଲି ଏପଟ ସାଇଡ଼୍ରୁ ରଙ୍ଗ ସାଇଡ଼୍ରୁ ଆସୁଥିଲେ। ଏପଟରେ ଆଉ ଗୋଟେ ଠିକ୍ ମାନେ ଏପଟ ସାଇଡ଼୍ରୁ ଅନୱାର୍ଡ଼ସ୍ ଆପଣଙ୍କର ବାଲେଶ୍ୱର ଟୁ କଟକ ଆଡ଼କୁ ଗୋଟେ ଟ୍ରାକ୍ଟର ଚାଲିଥିଲେ। ତାଙ୍କ ପଛରେ ଆଉ ଗୋଟେ ଫ୍ୟାମିଲିରେ ଗୋଟେ ମୋଟରସାଇକେଲରେ ଗୋଟେ ଫ୍ୟାମିଲି ଥିଲେ ଯାହା ଜଣାପଡ଼ୁଛି। ସେମାନେ ପ୍ରାୟ ମା ବାପା ଆଉ ଗୋଟେ ଛୋଟ ପିଲା ଏମିତି 4 ଜଣ ଗୋଟେ ଥିଲେ। ଇଏ ଭାଇ ଜଣକ ନା ଆକ୍ଚୁଆଲି 4 ଜଣ ଥିଲେ। ଗୋଟେ ଛୋଟ ପିଲା ବି ତାଙ୍କ ସାଙ୍ଗରେ ଥିଲା। ତାଙ୍କର ମା ବାପା ଆଉ ଜଣେ ବି ପିଲା ଥିଲେ 15 ବର୍ଷର ପିଲାଟେ ଆଉ ଗୋଟେ 4 ବର୍ଷର ପିଲାଟେ ଆଉ ଏ ହଜବେଣ୍ଡ ୱାଇଫ୍ ଏମିତି ସେମିତି ଚାଲିଛନ୍ତି। ଇଏ ଜଷ୍ଟ ଇଏ ଭାଇ ତାଙ୍କର ରଙ୍ଗ ସାଇଡ଼୍ରୁ ଆସୁଥିଲେ ଆସିକି ଦେଖିଦେଲେ ସେପଟରେ ଗୋଟେ ତାଙ୍କ ସାଇଡ଼୍ରୁ ପୁଣି ମାନେ ବାଲେଶ୍ୱରରୁ କଟକ ଆଡ଼କୁ ଗୋଟେ ଟ୍ରକ୍ ଆସୁଥିଲା। ଇଏ କ'ଣ କଲେ ସଡ଼ନ୍ କ'ଣ କଲେ ନା ତାଙ୍କର ପୁଣି ରାଇଟ୍କୁ କାଟିଦେଲେ। କାରଣ ଯେହେତୁ ଏ ମୋଟରସାଇକେଲକୁ କୁଟିକି ଏ ଭାଇ ଆକ୍ଚୁଆଲି ଛିଟକି ପଡ଼ିଲେ ପୁରା ଟ୍ରକ୍ର ଚକା ପଛ ଚକାର ତଳକୁ। ପଛ ଚକା ବି ଯେଉଁ ଛିଟକି ପଡ଼ିଲେ ସେ ପଛ ଚକାର ଭିତରକୁ ପୁରା ପଳେଇଲେ ମାନେ ଗୋଡ଼ ବି ବାହାରକୁ ନାହିଁ। ଆଉ ଯେଉଁଟାକି ଟ୍ରକ୍ ବି ଏଥିରେ ଜାଣିପାରିନି। ଟ୍ରକ୍ ବି ବହୁତ ମୁଁ ବି ଯେତିକି ଲକ୍ଷ୍ୟ କରିଛି ଆଜ୍ଞା ଟ୍ରକ୍ ବି ବହୁତ ସ୍ଲୋ ଆସୁଥିଲା। ଟ୍ରକ୍ ବି ସ୍ପିଡ଼ି ନଥିଲା। ଆଉ ଟ୍ରକ୍ ନମ୍ବର ଅବଶ୍ୟ ଆମେ କାହିଁକି ଜାଣିପାରିଲୁନି ନା ଆଉ ଗୋଟେ ଫ୍ୟାମିଲି ଯେହେତୁ ଆକ୍ସିଡେଣ୍ଟ ହେଇକି ପଡ଼ିଛନ୍ତି ଆମେ ତାଙ୍କୁ ଆଗେ ଉଦ୍ଧାର କରିବୁ ନା ଆଗେ ଟ୍ରକ୍ ନମ୍ବର ଟିପିବୁ। ତେଣୁ ଆମେ ଆଗେ ରହିଗଲୁ 3 ଜଣ ଆଉ ଗୋଟେ 4 ଜଣ ଫ୍ୟାମିଲି ପଡ଼ିଯାଇଛନ୍ତି ପୁରା ସେ ସମୟରେ ଗାଡ଼ି ଆସୁଛି ଆମେ ସେ 4 ଜଣ ଆଗେ କେମିତି ଅଟକେଇବୁ ଏ ହେଲା ଆଜ୍ଞା କଥା। ନାଇଁ ମୁଁ ଆଜ୍ଞା ଜାଣିପାରୁନି। ପ୍ରାୟ ଜଣାପଡ଼ୁଛି ଲୋକାଲ୍ ପିଲା ଏବଂ ଗ୍ୟାରେଜ୍ର ମାନେ କୌଣସି ଗ୍ୟାରେଜ୍ରେ କାମ କରୁଥିବା ମିସ୍ତ୍ରୀ ଜଣାପଡ଼ୁଛି ତାଙ୍କର ମାନେ ହଁ ଘଟଣାସ୍ଥଳର ମୃତ୍ୟୁ ଆଜ୍ଞା। ସେମାନଙ୍କ ଭିତରୁ ଜଣେ କେବଳ ଆମେ ସେଠି ତାଙ୍କୁ ଚାହା ଦୋକାନରେ ବସେଇଲୁ ପାଖ ଚାହା ଦୋକାନରେ ପାଣି ଦେଲୁ ତାଙ୍କର ସମସ୍ତେ ସୁସ୍ଥ ଥିଲେ କେବଳ ଜଣେ ଲୋକଙ୍କର ଏଇ ମୁଣ୍ଡରେ ଜଷ୍ଟ ମାଡ଼ ହେଇକି ବ୍ଲିଡ଼ିଂ ହେଉଛି।